କାଲି ସନ୍ଧ୍ୟାବେଳେ ଉଡ଼ି ଆସିଥିବା ପକ୍ଷୀଟିକୁ ପାଣି ଟିକେ ପିଆଇ ରଖିଦେଇଥିଲୁ ତାକୁ ବାସ୍କେଟରେ ପୁରେଇ। ସେ କେମିତି ତା ବସାକୁ ଯିବ ଭାବିକି ଯେମିତି ଛଟପଟ ହଉଥିଲା, ତାକୁ ଦେଖି ଆମକୁ ଭାରି ଦୁଃଖ ଲାଗୁଥିଲା। ସେଥିପାଇଁ ଆଜି ଉଠି ବଡି ଭୋରୁ କାଢିଥିଲୁ ଆଗ ତାକୁ ବାସ୍କେଟ ଭିତରୁ। ତାକୁ ଉଡେଇବା ପାଇଁ ଛାତ ଉପରକୁ ଆସିଲୁ। ସାଇଁକିନା ସିଏ ଉଡି ଯାଇଥିଲା ବାବୁ ତାଙ୍କ ପାପୁଲି ଖୋଲୁ ଖୋଲୁ। ଉଡିକି ଯାଇ ବସିଗଲା ଚାକୁଣ୍ଡା ଗଛର ଡାଳେ। ଖୁସି କେତେ ନ ହେଇଥିବ ନିଜକୁ ପୁଣି ଥରେ ସ୍ୱାଧୀନ ପାଇଥିବା ବେଳେ। ତାକୁ ସ୍ୱାଧୀନ କରି ଆମେ ବି ବହୁତ ଖୁସି ଥିଲୁ। ସେଇ ଖୁସିରେ ଚାହା ପରଟା କରି ଟିକେ ଖାଇ ଦେଇଥିଲୁ। ଟ୍ୟୁସନ ଛୁଟି ପରେ ଘରକୁ ନ ଯାଇ ସିଧା ସିଧା ଯାଉଥିବାର ଦେଖି କୁଆଡେ ଯାଉଛୁ ବୋଲି ପଚାରିଲି ମୁଁ। କହିଲା ଦିଶା ନାନା ମୋ ପାଇଁ ଟ୍ୟୁସନରେ ବହି ଛାଡିକି ଆସିଛି। ମନେ ନାହିଁ ତାକୁ ଦବାକୁ, ମୁଁ ପଢୁଥିଲି ବୋଲି ମୋ ବ୍ୟାଗରେ ମୁଁ ରଖିଦେଇଛି। ଆଜି ମୋ ପୁଅ ପସନ୍ଦର ସବୁ ଖାଇବା ପ୍ରସ୍ତୁତ କଲି। ଦିପହରକୁ ମା ଆଉ ନାତିଙ୍କୁ ଡାକି ବସେଇଦେଲି। ଆଣିଥିଲି ତାଙ୍କ ପାଇଁ ଭାତ ଡାଲି, ବାଇଗଣ ଭଜା, ସଜନା ଶାଗ ଭଜା, ଆଳୁ ଭଜା ଆଉ ମିକ୍ସଚର ବାଢି। ଖାଇଥିଲେ ମା ନାତି ଟିଭିରେ ଦେଖି ନିଞ୍ଜା ହାତୁଡି। ଯେହେତୁ ସଜନା ଶାଗ ଅଳ୍ପ କରି ଭଜା ହେଇଥିଲା, ମୋ ପୁଅକୁ ପସନ୍ଦ ଆସିଲା ବୋଲି ମୋ ପାଇଁ ନଥିଲା। ସନ୍ଧ୍ୟା ବେଳକୁ ବାବୁ ସନଫିଷ୍ଟର କେତେ ସାରା ବିସ୍କୁଟ ନେଇ ଆସିଲେ। ପଚାରିବାରୁ ଅଫର ଥିଲା ବୋଲି କହିଲେ। ନାନାଙ୍କର ଦେହ ଭଲ ନାହିଁ ବୋଲି କିଛି ଦିନ ପାଇଁ ସିଏ ଆସିଛନ୍ତି। ପାଟିକୁ ସ୍ୱାଦ ଲାଗୁନାହିଁ ବୋଲି ଖାଇବା ପାଇଁ କାକୁଡି ପାଣି ଟିକେ କରିଛନ୍ତି। ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।